हेलो गुड मॉर्निंग ओडिशा मु शिवा आज गुरुत्वपूर्ण खबर गुड़िक आपण मानक जनइबी न्यूज गुड़िक भल लगे निश्चित भाव में गोटे लाइक करी चैनल को सब्सक्राइब करनेबी। तो चलतु आज गुरुत्वपूर्ण खबर पर नजर पकईवा। नंबर 1 महिला मानक पई बड़ घोषणा आसंता मार्च मासरे 5,000 नुहे एकात्र 10,000 सुभद्रा टंका आसीबो। उपकृत हेबे कोटी कोटी महिला। तेबे आमे जदि देखिबा एबे सुद्धा पाखापाखि 1 कोटी महिला सुभद्रा टंकार 5,000 लेखाए पाइसारिछंती। अर्थात प्रथम किस्तिर चतुर्थ पर्याय टंका महिलांक अकाउंट को गत 8 तारिख दिन पठा जाई सारिछि। एबे भी अनेक महिला इस सुभद्रा योजनार वंचित अछंती जेहेतु सेमानक अकाउंट किंबा आधार कार्ड रे किछि त्रुटि रहिछि तेणु सेमाने टंका पाई पारि नाहंती। तेणु मनरे आशंका आसुछि कि आ नुआ हिताधिकारी को सुभद्रा टंका मिलिबो कि नहीं। उपमुख्यमंत्री प्रभाती परिड़ा सुभद्रा योजना संपर्क में बारंबार अपडेट दे थांती। ए स्कीम रे शामिल हेबा पई योग्य सेमानक अकाउंट किंबा आधार कार्ड रे थिबा त्रुटि संशोधन करने को कहउचंती। नंबर 2 कोटिया अंचल महिला को मिलानी सुभद्रा टंका अधिक फायदा आशारे अकल पड़े। कोरापुट जिलार कोटिया पंचायत अंतर्गत उपांत ग्रामगुड़ी रहुवा महिला माने ओडिशा सरकार महात्वाकांक्षी सुभद्रा योजनार लाभ पाइबार वंचित होती। दुईटा आधार कार्ड रखिबारु सृष्टि हेउतिबा जटिलता जो एपरि समस्या उपजी। ए महिला मानक मध्यरु अनेक पाखरे आंध्र प्रदेश एवं ओडिशा उभयर आधार कार्ड अछि। ଏହି ଜଟିଳତା ଯାଞ୍ଚ ପ୍ରକ୍ରିୟା ସମୟରେ ମହିଳା ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ସୁଭଦ୍ରା ଯୋଜନା ପାଇଁ ସେମାନଙ୍କର ଆବେଦନ ବାତିଲ କରିଛି। ସ୍ଥାନୀୟ ପ୍ରଶାସନ ଏହି ସମସ୍ୟାର ସମାଧାନ ପାଇଁ ସଂଘର୍ଷ କରୁଛି, ଯାହାଫଳରେ ଏହି ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକର ଅନେକ ମହିଳା ସେମାନଙ୍କର ଯୋଗ୍ୟତା ବିଷୟରେ ଅନିଶ୍ଚିତ ଅଛନ୍ତି। ମହିଳାମାନେ ସରକାରୀ ପାଣ୍ଠି ପାଇନଥିବା ସତ୍ତ୍ୱେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆଶା ରଖିଛନ୍ତି। ଅଙ୍ଗନବାଡ଼ି କର୍ମୀମାନେ ଏହି ମହିଳାମାନେ ସାମ୍ନା କରୁଥିବା ସମସ୍ୟାର ସମାଧାନ ପାଇଁ କେବଳ ଗୋଟିଏ ଆଧାର କାର୍ଡ ରଖିବାକୁ ପରାମର୍ଶ ଦେଇଛନ୍ତି। ତେବେ ଏଥିରେ ସେମାନଙ୍କର ଆଶଙ୍କା ରହିଛି, କାରଣ ସେମାନେ ଭାବନ୍ତି ଯେ ଆନ୍ଧ୍ର ପ୍ରଦେଶରୁ ସେମାନଙ୍କର କାର୍ଡ ଛାଡ଼ିବା ଅର୍ଥ ପଡ଼ୋଶୀ ରାଜ୍ୟ ଦ୍ୱାରା ପ୍ରଦାନ କରାଯାଇଥିବା ଯୋଜନାର ଲାଭ ହରାଇବା ହୋଇପାରେ। କପଟିଆ ଅଞ୍ଚଳର ଜଣେ ମହିଳା କହିଛନ୍ତି, ମୋର 2ଟି ଆଧାର କାର୍ଡ ଅଛି, ତଥାପି ମୁଁ ଜାଣିନାହିଁ କାହିଁକି ମୋତେ ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ ଟଙ୍କା ମିଳିନାହିଁ। ନମ୍ବର 3 ଆବାସ ଯୋଜନାରେ ଦୁର୍ନୀତି ପୂର୍ବ ସରକାରଙ୍କୁ ଘେରିଲେ ପଞ୍ଚାୟତିରାଜ ମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିକୁ ନେଇ ପୂର୍ବ ସରକାରଙ୍କୁ ଘେରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ଗତ ସରକାରରେ ଆବାସ ବଣ୍ଟନରେ ପାତର ଅନ୍ତର ହେଉଥିଲା। ଲୋକଙ୍କ ନାଁ ପଞ୍ଜୀକରଣ ହେଉଥିଲା, କିନ୍ତୁ ଲୋକେ ଘର ପାଉନଥିଲେ ବୋଲି ମନ୍ତ୍ରୀ କହିଛନ୍ତି। ମୋହନ ମାଝୀଙ୍କ ସରକାର ନୂଆ ଯୋଜନା ଅନ୍ତର୍ଦ୍ଦୟ ଗୃହ ଯୋଜନା ଆଣିଛନ୍ତି। ସବୁ ଲୋକଙ୍କ ପକ୍କା ଘର ସ୍ୱପ୍ନ ପୂରଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପାଖାପାଖି 6 ଲକ୍ଷ ଲୋକଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଛାଡ଼ତା ଯେଉଁମାନେ ରହିଯିବେ ସେମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ। ନମ୍ବର 4 12 ଫେବୃଆରୀରେ ବନ୍ଦ ରହିବ ସ୍କୁଲ କଲେଜ ଅଫିସ ସହ ମଦ ଦୋକାନ। ଫେବୃଆରୀ 12 ତାରିଖରେ ସ୍କୁଲ, ସରକାରୀ ପ୍ରତିଷ୍ଠାନ, ବ୍ୟାଙ୍କ, ମାଂସ ଏବଂ ମଦ ଦୋକାନ ବନ୍ଦ ରହିବ। କାରଣ ରବିଦାସ ଜୟନ୍ତୀ ଅବସରରେ ସରକାରୀ ଛୁଟି ଘୋଷଣା କରାଯାଇଛି। ଏହାପରେ 26 ଫେବୃଆରୀ ମହାଶିବରାତ୍ରି ଅବସରରେ ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଛୁଟି ରହିବ। ସରକାରଙ୍କ ଦ୍ୱାରା ନିଆଯାଇଥିବା କେଉଁ ରାଜ୍ୟରେ ଛୁଟି ରହିବ? ଫେବୃଆରୀ 12ରେ ଛୁଟି ଘୋଷଣା କରାଯାଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ମଧ୍ୟପ୍ରଦେଶ ଏବଂ ପଞ୍ଜାବ ଅନ୍ତର୍ଭୁକ୍ତ। ଏ ରାଜ୍ୟଗୁଡ଼ିକ ରାଜ୍ୟ ସରକାର ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି। ପଞ୍ଜାବରେ ରବିଦାସ ଜୟନ୍ତୀ ଅବସରରେ ଅନେକ ଜିଲ୍ଲାରେ ଏକ ଶୋଭାଯାତ୍ରା ବାହାର କରାଯିବ। ମାଂସ ଏବଂ ମଦ ଦୋକାନ ବନ୍ଦ ଏହି ଦିନ ଏକ ଶୋଭାଯାତ୍ରା ବାହାର କରାଯିବ। ଧାର୍ମିକ ଭାବନାକୁ ଦୃଷ୍ଟି ଆଗରେ ରଖି ପଞ୍ଜାବରେ ମାଂସ ଏବଂ ମଦ ଦୋକାନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ଜଲନ୍ଧରର ଡିସି ଡକ୍ଟର ହିମାଂଶୁ ଅଗ୍ରୱାଲ କହିଛନ୍ତି ଯେ କୌଣସି ପ୍ରକାରର ଘଟଣା ନ ଘଟାଇବା ପାଇଁ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ନମ୍ବର 5 21ରୁ ଦଶମ ପରୀକ୍ଷା ଆସିଲା ମେଟ୍ରିକ ଆଡମିଟ୍ କାର୍ଡ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ୱାରା ପରିଚାଳିତ ମେଟ୍ରିକ ପରୀକ୍ଷା ଫେବୃଆରୀ 21ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ 6 ଯାଏଁ ଚାଲିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜିଠାରୁ ବୋର୍ଡ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହୋଇଛି। ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ରେ ଆଡମିଟ୍ କାର୍ଡ ମିଳିବ। ମେଟ୍ରିକ ପରୀକ୍ଷା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ସଂସ୍କୃତ ମାଧ୍ୟମର ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡ ୱେବସାଇଟରେ ଉପଲବ୍ଧ ହୋଇଛି। ସମସ୍ତ ସ୍କୁଲର ମୁଖ୍ୟ ବା ପ୍ରଧାନ ଶିକ୍ଷକମାନେ ସ୍କୁଲ କୋଡ୍ ଏବଂ ପାସୱାର୍ଡ ଦେଇ www.bseodisha.in
ac.in ୱେବସାଇଟ୍ରୁ ଆଡମିଟ୍ କାର୍ଡ଼ ଡାଉନଲୋଡ୍ କରିପାରିବେ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି। ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମ ଛାତ୍ରଛାତ୍ରୀମାନେ ନିଜ ନାମ ଏବଂ ବାପାଙ୍କ ନାମ ବୋର୍ଡ଼ ୱେବସାଇଟ୍ରେ ଦାଖଲ କରି ଆଡମିଟ୍ କାର୍ଡ଼ ପାଇପାରିବେ। ନମ୍ବର 6 ବଜେଟରେ ଓଡ଼ିଶାକୁ ଅବହେଳା ନେଇ ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ କଡ଼ା ସମାଲୋଚନା। ବଜେଟରେ ଓଡ଼ିଶାକୁ ଅବହେଳା ନେଇ ରାଜ୍ୟସଭାରେ କଡ଼ା ସମାଲୋଚନା କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ। ଦେଶ ପ୍ରତି ଓଡ଼ିଶାର ଆର୍ଥିକ ଅବଦାନର ହିସାବ ଦେଇଛନ୍ତି। ବଜେଟରେ ବିହାର ବ୍ୟତୀତ ଅନ୍ୟ ରାଜ୍ୟକୁ ଗୁରୁତ୍ୱ ଦିଆଯାଇନଥିବା ନେଇ କଟାକ୍ଷ ମଧ୍ୟ କରିଛନ୍ତି। 2025-26 ବଜେଟ ଆଲୋଚନାରେ ଭାଗ ନେଇ ବିଜେଡି ସାଂସଦ ମାନସ ମଙ୍ଗରାଜ କେନ୍ଦ୍ର ସରକାରଙ୍କୁ ଏଭଳି ସମାଲୋଚନା କରିଛନ୍ତି। ନମ୍ବର 7 ସରିଲା ବିଜେଡି ସାଂଗଠନିକ ନିର୍ବାଚନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ। ନିଯୁକ୍ତି ହେଲେ ଜିଲ୍ଲାସ୍ତରୀୟ ନିର୍ବାଚନ ଅଧିକାରୀ। ଶେଷ ହେଲା ବିଜେଡି ସାଂଗଠନିକ ନିର୍ବାଚନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ। ଜିଲ୍ଲା ସ୍ତରରେ ନିର୍ବାଚନ ଅଧିକାରୀ ପରେ ଏବେ ତୃଣମୂଳ ସ୍ତରରୁ ବ୍ଲକ ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବ ଦଳ। ଠିକଣା ସମାଜରେ ବିଜେଡି ତାର ନିର୍ବାଚନ ପ୍ରକ୍ରିୟାକୁ ଶେଷ କରିବ ବୋଲି କହିଛନ୍ତି ପ୍ରତାପ ଦେବ। ନୂଆ ଟିମ୍ ଗଠନ ପରେ ଦଳ ତୃଣମୂଳ ସ୍ତରରେ ସଂଗଠନକୁ ଚଳଚଞ୍ଚଳ କରିବା ସହ ଶକ୍ତିଶାଳୀ କରିବାକୁ ନେତା ଓ କର୍ମୀଙ୍କୁ ଦାୟିତ୍ୱ ଦେବେ ନୂଆ ସଭାପତି। ନମ୍ବର 8 ବାରବାଟୀ ବିଭ୍ରାଟ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲା ଆମ୍ ଆଦମୀ ପାର୍ଟି। ବାରବାଟୀ ଏକଦିବସୀୟ କ୍ରିକେଟ ମ୍ୟାଚରେ ବିଭ୍ରାଟ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ଆମ୍ ଆଦମୀ ପାର୍ଟି। ସାମ୍ବାଦିକ ସମ୍ମିଳନୀରେ କଡ଼ା ସମାଲୋଚନା କରିଛି ଆମ୍ ଆଦମୀ ପାର୍ଟି। ମ୍ୟାଚ୍ ସମୟରେ ଫ୍ଲଡ୍ ଲାଇଟ୍ ବନ୍ଦ ହେବା ଘଟଣାର ନିନ୍ଦା କରିଛି ଦଳ। ଷ୍ଟାଡିୟମରେ କାହିଁକି ବ୍ୟାକ୍ଅପ୍ ନଥିଲା ବୋଲି ପ୍ରଶ୍ନ କରିଛି। ଏହା ସହ ଟିକେଟ କଳାବଜାରୀ ପ୍ରସଙ୍ଗରେ ବି ରାଜ୍ୟ ସରକାରଙ୍କୁ ଘେରିଛି ଆପ୍। ବିଜେପି ନିଜ ନିଜ ଲୋକଙ୍କୁ ପାସ୍ ବାଣ୍ଟି ଦେଇଥିବାରୁ ଅନେକ କ୍ରିକେଟ ପ୍ରେମୀ ମ୍ୟାଚ୍ ଦେଖିବାରୁ ବଞ୍ଚିତ ହୋଇଛନ୍ତି। 2 ଗୁଣା ଦରରେ ଟିକେଟ କଳାବଜାରୀ ହୋଇଛି। ମୁଖ୍ୟମନ୍ତ୍ରୀ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ନମ୍ବର 9 ବାରବାଟୀ ବିଭ୍ରାଟ ପାଇଁ କେବଳ ଓସିଏ ନୁହେଁ ରାଜ୍ୟ ସରକାର ମଧ୍ୟ ଦାୟୀ। ଗତକାଲି କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ କ୍ରିକେଟ ମ୍ୟାଚ୍ ବେଳେ ଯେଉଁଭଳି ଭାବେ ଫ୍ଲଡ୍ ଲାଇଟ୍ରେ ବିଭ୍ରାଟ ଦେଖାଦେଇଥିଲା, ଯେଉଁଥିପାଇଁ ପ୍ରାୟ 30 ମିନିଟ୍ କାଳ ଖେଳ ବନ୍ଦ ରହିଥିଲା, ତାହା ବିସ୍ଫୋରକ କ୍ରୀଡ଼ାପ୍ରେମୀଙ୍କ ସମ୍ମୁଖରେ ଓଡ଼ିଶାକୁ ଲଜ୍ଜିତ କରିଛି ବୋଲି ବିଜୁ ଜନତା ଦଳ କହିବା ସହିତ ରାଜ୍ୟର କ୍ରୀଡ଼ାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ବିଜୁ ଜନତା ଦଳଙ୍କ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ୍ ବିବୃତ୍ତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡକ୍ଟର ଲେଲିନ ମହାନ୍ତି କହିଛନ୍ତି, ପ୍ରାୟ 6 ବର୍ଷର ବ୍ୟବଧାନ ପରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍ ଓଡ଼ିଶାକୁ ମିଳିଥିଲା। ନମ୍ବର 10 ଆଗକୁ ଆହୁରି ବଢ଼ିବ ବଜାର ଦର। ବିସ୍କୁଟ ଠାରୁ ଟେଲିଫୋନ ବିଲ୍ ସବୁ ହେବ ମହଙ୍ଗା। ବଜେଟରେ ଆୟକରରେ ବଡ଼ ରିହାତି ଆଉ ମୁଦ୍ରାନୀତି କମିଟି ବୈଠକରେ ଋଣ ଇଏମ୍ଆଇରେ ହ୍ରାସ କୌଣସି ଲାଭ ସାଧାରଣ ଲୋକଙ୍କୁ ମିଳିବନି। କାରଣ ଆଗାମୀ ଦିନରେ ଖୁଚୁରା ବଜାରରେ ଏସବୁ ପଦକ୍ଷେପ ବିପରୀତ ଅବସ୍ଥା ସୃଷ୍ଟି ହେବାର ଯାଉଛି। ସାଧାରଣ ଖାଉଟିଙ୍କୁ ଲାଗିପାରେ ବଡ଼ ଝଟକା। ମାତ୍ର 2 ମାସର ବ୍ୟବଧାନ ପରେ ଏବେ ପୁଣି ଥରେ ମୂଲ୍ୟ ବୃଦ୍ଧି କରିବାକୁ ସଜବାଜ ହେଲେଣି ଉପଭୋକ୍ତା ସାମଗ୍ରୀ କ୍ଷେତ୍ର ବା ଏଫ୍ଏମ୍ସିଜି କମ୍ପାନୀ। ଏଥିରେ ବିସ୍କୁଟ ଠାରୁ ଆରମ୍ଭ କରି ଟେଲିଫୋନ ତାରିଫ ପର୍ଯ୍ୟନ୍ତ ସବୁ କିଛି ହୋଇପାରେ ମହଙ୍ଗା। ଉଭୟ କ୍ଷେତ୍ରର 2ଟି ବଡ଼ କମ୍ପାନୀକୁ ଆଡ଼ୁ ମିଳୁଥିବା ସଂକେତ ପରେ ଏହା ସୃଷ୍ଟି ହୋଇଛି। ହେଲେ ଏଥର ଅଧିକାଂଶ ସାମଗ୍ରୀରେ ମୂଲ୍ୟ ବୃଦ୍ଧି 4.5% ହେବ। ନମ୍ବର 11 37 ଲକ୍ଷ ହିତାଧିକାରୀ କରିନାହାନ୍ତି ରାସନ କାର୍ଡ଼ ଇ-କେୱାଇସି 15 ଯାଏଁ ବଢ଼ିଲା ଅବଧି। ରାସନ କାର୍ଡ଼ ଇ-କେୱାଇସି ପାଇଁ କଣ୍ଟ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। 15 ତାରିଖ ସୁଦ୍ଧା ଇ-କେୱାଇସି ଅପଡେଟ୍ ନ କଲେ ସେମାନଙ୍କ କାର୍ଡ଼ରୁ କାଟି ଦିଆଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଆଉ ମାତ୍ର 6 ଦିନ ବାକି ରହିଛି। ଏହାରି ଭିତରେ ଇ-କେୱାଇସି ଅପଡେଟ୍ କରିନଥିବା ଲୋକମାନେ ସରକାରୀ ଖୁଚୁରା କେନ୍ଦ୍ର ଓ ଜନସେବା କେନ୍ଦ୍ରକୁ ଯାଇ ନିଜର ଇ-କେୱାଇସି କରାଇ ନିଅନ୍ତୁ। ଯେଉଁମାନେ ଏହି ପ୍ରକ୍ରିୟାରେ ସାମିଲ ନ ହେବେ ସେମାନଙ୍କ କାର୍ଡ଼କୁ କାଟି ଦିଆଯିବ। ସ୍ୱତନ୍ତ୍ର ପ୍ରବୃତ୍ତ ଭାବେ ସେମାନେ ଫେରାଇ ଦେଲେ ବୋଲି ଧରି ନିଆଯିବ। ଆସନ୍ତା 15 ତାରିଖ ପରେ ଆଉ ଇ-କେୱାଇସି ଅବଧି ବଢ଼ାଯିବ ନାହିଁ। ନମ୍ବର 12 ଦିନ ପରେ ବଢ଼ିବ ରାତ୍ରିର ତାପମାତ୍ରା। 9 ଜିଲ୍ଲାକୁ ଘନ କୁହୁଡ଼ି ଚେତାବନୀ। ମାଘ ମାସରେ ଆବଶ୍ୟକତାଠାରୁ ଅଧିକ ଗରମ ଅନୁଭୂତ ହେଉଥିବା ବେଳେ ଆଗାମୀ 3 ଦିନ ରାତ୍ରି ତାପମାତ୍ରାରେ ଆହୁରି ବୃଦ୍ଧି ଘଟିବ। ଆଗାମୀ 3 ଦିନ ରାତ୍ରିର ତାପମାତ୍ରା 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଲେଟିନ୍ ଜାରି କରି ସୂଚନା ଦିଆଯାଇଛି। ଗତକାଲି ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ାରେ 34.4 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ମାଲକାନଗିରିରେ 34 ଡିଗ୍ରୀ ଓ ରାଜ୍ୟର 32 ସହର ତାପମାତ୍ରା 30 ଡିଗ୍ରୀ ଉପରେ ରହିଥିଲା। ସର୍ବନିମ୍ନ ତାପମାତ୍ରା ରାଉରକେଲାର 8.8 ଡିଗ୍ରୀ ରହିଥିବା ବେଳେ ପୂର୍ବରୁ ସବୁଠାରୁ କମ୍ ତାପମାତ୍ରା ରହୁଥିବା ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା 15.5 ଡିଗ୍ରୀ ରେକର୍ଡ କରାଯାଇଛି।
ନମ୍ବର 13 ଖେଳ ମଝିରେ କାହିଁକି ବନ୍ଦ ହେଲା ଫ୍ଲଡ୍ ଲାଇଟ୍? 10 ଦିନରେ ଉତ୍ତର ରଖିବା ପାଇଁ ଓସିଏକୁ ନୋଟିସ୍। ବାରବାଟୀ ଷ୍ଟାଡିୟମ ବ୍ୟାପକ ଅବ୍ୟବସ୍ଥା ବିଶ୍ୱ କ୍ରିକେଟ ମାନଚିତ୍ରରେ ଭାରତ ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି। ଆନ୍ତର୍ଜାତୀୟ ମ୍ୟାଚରେ ଫ୍ଲଡ୍ ଲାଇଟ୍ ଅଚଳ ହୋଇ ଅଧା ଘଣ୍ଟା ପର୍ଯ୍ୟନ୍ତ ମ୍ୟାଚ୍ ସ୍ଥଗିତ ରହିବା କେବଳ ବାରବାଟୀ ଷ୍ଟାଡିୟମ ନୁହେଁ, ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି। ଓସିଏ କର୍ତ୍ତୃପକ୍ଷଙ୍କ ବେପରୁଆ କାର୍ଯ୍ୟ, ପ୍ରଶାସନିକ ଅପାରଗତା ଯୋଗୁଁ ଭାରତ ଇଂଲଣ୍ଡ ବିପକ୍ଷ ମ୍ୟାଚରେ 30 ମିନିଟ୍ ଧରି ଗୋଟିଏ ଫ୍ଲଡ୍ ଲାଇଟ୍ ଜଳିଲା ନାହିଁ। ଫଳରେ ତାରକା ଖେଳାଳି ରୋହିତ ଶର୍ମା ଓ ଶୁଭମ ଗିଲ୍ ଜୁବ୍ଧ ହୋଇ ପଡ଼ିଆ ଛାଡ଼ି ଚାଲିଯାଇଥିଲେ। ପ୍ରାୟ 37 ମିନିଟ୍ ପରେ ଆଲୋକ ଆସିବାରୁ ପୁଣି ଖେଳ ଆରମ୍ଭ ହୋଇଥିଲା। ନମ୍ବର 14 ରେପୋ ପରେ କମିପାରେ ସୁଧ ହାର। ଋଣ ନେଉଥିଲେ ଆପଣଙ୍କ ପାଇଁ ଖୁସି ଖବର। ହେଲେ ଯଦି ସ୍ଥାୟୀ ଜମା ବା ଏଫ୍ଡିରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଏଥିରୁ ଅଧିକ ରିଟର୍ଣ୍ଣ ପାଇଁ ବର୍ତ୍ତମାନ ସମୟ ଆପଣଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ। ବାସ୍ତବରେ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇ ରେପୋ ହାରରେ 25 ବେସିସ୍ ପଏଣ୍ଟ ହ୍ରାସ କରିଛି। ଏବେ ଏହି ହାର 6.50%ରୁ 6.25%କୁ ହ୍ରାସ ପାଇଛି। ଫଳରେ ଋଣ ଗ୍ରହୀତାଙ୍କ ପାଇଁ ବ୍ୟାଙ୍କଗୁଡ଼ିକର ଉପରେ ସୁଧ ହାର ହ୍ରାସ କରିବା ପାଇଁ ଚାପ ବଢ଼ିବ। ଏହାଦ୍ୱାରା ଋଣ ଗ୍ରହୀତାଙ୍କର ସିଧାସଳଖ ଲାଭ ହେବ, କିନ୍ତୁ ସେହି ସମୟ ଏଫ୍ଡି ଉପରେ ସୁଧ ମଧ୍ୟ ହ୍ରାସ ପାଇପାରେ। ନମ୍ବର 15 ବଦଳିବ ଟୋଲ୍ ଆଦାୟ ନିୟମ, ଏଣିକି ଆଜୀବନ ଟୋଲ୍ ପାସ୍ ବ୍ୟବସ୍ଥା। ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ନୂତନ ଟୋଲ୍ ପାସ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି, ଯେଉଁଥିରେ ସରକାର ଟୋଲ୍ ଆଦାୟ ନିୟମରେ ବଡ଼ ପରିବର୍ତ୍ତନ ଯୋଜନା କରିଛନ୍ତି। ଏଥିରେ ନୂଆକରି ବାର୍ଷିକ କିମ୍ବା ଆଜୀବନ ଟୋଲ୍ ପାସ୍ ପାଇଁ ବ୍ୟବସ୍ଥା ହେବ। ଏଥିରେ ବର୍ଷକୁ 3,000 ଟଙ୍କା ଏବଂ 15 ବର୍ଷକୁ 30,000 ଟଙ୍କା ଲାଗିପାରେ, ଯାହା ଉପରେ ଏବେ ଜୋରସୋରରେ ବିଚାର ବିମର୍ଶ ଚାଲିଛି। ଏହାପରେ ପ୍ରତି କିଲୋମିଟର ପିଛା ଟୋଲ୍ ମୂଲ୍ୟରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ। ନମ୍ବର 16 ନୂଆ ମାଇଲଖୁଣ୍ଟ ଅତିକ୍ରମ କଲା ଭୁବନେଶ୍ୱର ବିମାନ ବନ୍ଦର। 100 ଡେଇଁଲା ଦୈନିକ ବିମାନ ସଂଖ୍ୟା। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏଠାରେ ଦୈନିକ ଚଳାଚଳ କରୁଥିବା ବିମାନ ସଂଖ୍ୟା 100 ଅତିକ୍ରମ କରିଛି। ସେହିପରି ଦୈନିକ ଯାତ୍ରୀ ସଂଖ୍ୟା ମଧ୍ୟ 15,000ରୁ ଅଧିକ ହୋଇଛି। ଜାନୁଆରୀ ପ୍ରଥମ ସପ୍ତାହ ପରଠାରୁ ବିମାନ ଏବଂ ଯାତ୍ରୀ ସଂଖ୍ୟାରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଶୀତକାଳୀନ ସାରଣୀରେ ନୂଆ ବିମାନ ଚଳାଚଳ ଆରମ୍ଭ କରିଥିବାରୁ ଏହି ସଫଳତା ମିଳିଛି ବୋଲି କୁହାଯାଇଛି। ନମ୍ବର 17 ଦିଲ୍ଲୀରୁ ଆସିଲା ବଡ଼ ଖବର, ପ୍ରବେଶ ବର୍ମା ହେବେ ନୂଆ ମୁଖ୍ୟମନ୍ତ୍ରୀ। ଦିଲ୍ଲୀରେ ଭାଜପାର ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର ହୋଇସାରିଛି। ସୂତ୍ର ଅନୁସାରେ ପ୍ରବେଶ ବର୍ମା ଦିଲ୍ଲୀର ଦାୟିତ୍ୱ ନେବେ। ତାଙ୍କ ନାମ ଉପରେ ଭାଜପା ଏବଂ ଆର୍ଏସ୍ଏସ୍ ମଧ୍ୟରେ ସହମତ ରହିଛି। ନୂଆଦିଲ୍ଲୀ ଆସନରୁ ଏପରି ଜାତୀୟ ସଂଯୋଜକ ଏବଂ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପରାସ୍ତ କରିଥିବା ପ୍ରବେଶ ବର୍ମାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ଦୃଢ଼ ଦାବିରେ ବୋଲି ବିବେଚିତ କରାଯାଇଛି। ଯଦି ଆର୍ଏସ୍ଏସ୍ର ସୂତ୍ରଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ସର୍ବସମ୍ମତି ହାସଲ ହେବା ପରେ ଭାଜପା ନେତୃତ୍ୱ ପ୍ରବେଶ ବର୍ମାଙ୍କୁ ନାମକୁ ଚୂଡ଼ାନ୍ତ କରିବେ। ଅରବିନ୍ଦ କେଜରିୱାଲଙ୍କୁ ପରାସ୍ତ କରିବା ପାଇଁ ତାଙ୍କୁ ପୁରସ୍କୃତ କରାଯିବ। ନମ୍ବର 18 ମୁମ୍ବାଇ ଅହମ୍ମଦାବାଦରେ ଆରମ୍ଭ ହେବ ଆଦାନୀ ହେଲ୍ଥ ସିଟି। ଆମେରିକାର ମାୟୋ କ୍ଲିନିକ୍ ସହିତ ଚିକିତ୍ସା ସୁବିଧା। ଆଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଆଦାନୀ ଏକ ବଡ଼ ଘୋଷଣା କରିଛନ୍ତି। ଦେଶର ବିକାଶରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଆଦାନୀ ଗ୍ରୁପ୍ ଏବେ ସୁଲଭ ସ୍ୱାସ୍ଥ୍ୟସେବା ଏବଂ ମେଡିକାଲ ଶିକ୍ଷାରେ ଆଗକୁ ବଢ଼ିବାକୁ ପ୍ଲାନ୍ କରିଛି। ଏହି ଦିଗରେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ହେଲ୍ଥ ସିଟି ସମନ୍ୱିତ ସ୍ୱାସ୍ଥ୍ୟ କମ୍ପ୍ଲେକ୍ସର ଶୁଭାରମ୍ଭ ଘୋଷଣା କରିଛନ୍ତି। ଆଦାନୀ ହେଲ୍ଥ ସିଟି ଆଦାନୀ ଗ୍ରୁପର ଅଣ-ଲାଭକାରୀ ସ୍ୱାସ୍ଥ୍ୟସେବା ଶାଖା ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ଆଦାନୀ ଗ୍ରୁପ୍ ବିଶ୍ୱର ସର୍ବବୃହତ୍ ଅଣ-ଲାଭକାରୀ ଚିକିତ୍ସା ଗୋଷ୍ଠୀ ମାୟୋ କ୍ଲିନିକ୍ ସହିତ ହାତ ମିଳାଇଛି। ନମ୍ବର 19 କିନ୍ନର ଆଖଡ଼ାର ମହାମଣ୍ଡଲେଶ୍ୱର ପଦବୀରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣୀ। ପୂର୍ବତନ ବଲିଉଡ୍ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ କିନ୍ନର ଆଖଡ଼ାର ମହାମଣ୍ଡଲେଶ୍ୱର ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ଏହି ପଦବୀ ଦିଆଯାଇଥିବା ପରେ କିନ୍ନର ଆଖଡ଼ାରେ ପ୍ରବଳ ବିରୋଧ କରାଯାଇଥିଲା। ଏହାପରେ ସେହି ନିଷ୍ପତ୍ତି ନେଇଥିବା ନେଇ ଏକ ଭିଡ଼ିଓ ଜାରି କରି ଘୋଷଣା କରିଛନ୍ତି। 10 କୋଟି ଟଙ୍କା ଦେଇ ଏହି ପଦବୀ ନେଇଥିବା ମମତା କୁଲକର୍ଣ୍ଣୀଙ୍କ ଉପରେ ଅଭିଯୋଗ ହୋଇଥିଲା। ଏହି କାରଣରୁ ତାଙ୍କର ବିରୋଧୀ ଆଖଡ଼ାରେ ହିଁ ଆରମ୍ଭ ହୋଇଗଲା। ତାଙ୍କୁ ପଦରୁ ହଟାଇବା ନେଇ ମଧ୍ୟ ଆଲୋଚନା ହୋଇଥିଲା, ହେଲେ ଏବେ ସେ ନିଜେ ତାଙ୍କ ପଦବୀ ଛାଡ଼ି ନେଇ ଘୋଷଣା କରିଛନ୍ତି। ନମ୍ବର 20 ପ୍ୟାରିସ୍ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅର୍ଥାତ୍ 10 ଫେବୃଆରୀ 2025ରେ ଫ୍ରାନ୍ସ ଅଭିମୁଖେ ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଭାରତ ଫ୍ରାନ୍ସ ରଣନୈତିକ ସହଭାଗୀରେ 2047 ପ୍ରଗତି ସମୀକ୍ଷା କରିବାର ସୁଯୋଗ ପ୍ରଦାନ କରିବ। ଫ୍ରାନ୍ସରୁ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଯିବେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିୟନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ 2 ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି। ପରବର୍ତ୍ତୀ ଖବର, ସର୍ବାଧିକ ଉଚ୍ଚସ୍ତରରେ ପହଞ୍ଚିଲା ସୁନା ଦର। ଗୋଟିଏ ଦିନରେ ବଢ଼ିଗଲା 10 ଗ୍ରାମ ପିଛା 2,430 ଟଙ୍କା।
ସୁନା ସର୍ବାଧିକ ରେକର୍ଡ ଭାଙ୍ଗିଛି। ଜାତୀୟ ରାଜଧାନୀରେ ସୋମବାର ସୁନାର ମୂଲ୍ୟ 10 ଗ୍ରାମ ପିଛା 2,430 ଟଙ୍କା ବଢ଼ି 88,500 ଟଙ୍କାରେ ପହଞ୍ଚିଛି। ଏହା ଗତ ସପ୍ତାହରେ 86,070 ଟଙ୍କାରେ ବନ୍ଦ ହୋଇଥିଲା। ସ୍ଥାନୀୟ ବଜାରରେ 99.5% ସୁଧ ହାର ସୁନା 10 ଗ୍ରାମ ପିଛା 2,430 ଟଙ୍କା ବଢ଼ି 88,100 ଟଙ୍କାରେ ପହଞ୍ଚିଛି। ରୂପା ମୂଲ୍ୟ କିଲୋଗ୍ରାମ ପିଛା 1,000 ଟଙ୍କା ବଢ଼ି 97,500 ଟଙ୍କାରେ ପହଞ୍ଚିଛି। ଆଜି ଭୁବନେଶ୍ୱରରେ 22 କ୍ୟାରେଟ ସୁନା ଦର 10 ଗ୍ରାମ ପିଛା 79,800 ଟଙ୍କା ଥିବାବେଳେ ଗତକାଲି ଏହାର ମୂଲ୍ୟ 79,450 ଟଙ୍କା ରହିଥିଲା। ତେବେ ଆଜି ଏହାର ମୂଲ୍ୟରେ 350 ଟଙ୍କା ବୃଦ୍ଧି ଘଟିଛି। ପରବର୍ତ୍ତୀ ଖବର, ଟମାଟୋ କିଲୋ ପିଛା 2ରୁ 3 ଟଙ୍କାରେ ହେଉଛି ବିକ୍ରି। ମୁଣ୍ଡରେ ହାତ ଦେଲେ ଚାଷୀ। ଟମାଟୋ ଦର ବୃଦ୍ଧିକୁ ନେଇ କିଛି ମାସ ତଳେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏବେ କିନ୍ତୁ ଟମାଟୋ ଦର ଏତେ ମାତ୍ରାରେ କମିଛି ଯେ ଯାହାକି ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି। ରାୟଗଡ଼ା ଜିଲ୍ଲା ଗୁଣୁପୁର ବଜାରରେ 2ରୁ 3 ଟଙ୍କାରେ କେଜିଏ ଟମାଟୋ ବିକ୍ରି କରୁଛନ୍ତି ଚାଷୀ। ଗୋଟିଏ 25 କେଜିଆ ଟ୍ରେ ଭର୍ତ୍ତି ଟମାଟୋ 70 ଟଙ୍କାରେ ଚାଷୀ ବିକ୍ରି କରୁଛନ୍ତି। ଅଞ୍ଚଳରେ ଅମଳ ଫସଲକୁ ଗଚ୍ଛିତ ରଖିବା ପାଇଁ ଶୀତଳ ଭଣ୍ଡାରଟିଏ ନଥିବାରୁ ଚାଷୀ ବଜାରରେ ଟମାଟୋକୁ କମ୍ ଦାମରେ ବିକ୍ରି କରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଗୋଟିଏ ପଟେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବା ବେଳେ ଦଲାଲ ବେପାରୀମାନେ ମାଲାମାଲ ହେଉଛନ୍ତି। ହେଲେ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ କୌଣସି ପ୍ରୋତ୍ସାହନ ମିଳୁନଥିବା ଅଭିଯୋଗ ହୋଇଛି। ପରବର୍ତ୍ତୀ ଖବର, ଦିନିକିଆରେ ବିପୁଳ ବିଜୟ ପରେ ଭୁବନେଶ୍ୱର ଛାଡ଼ିଲେ ଖେଳାଳି। ବାରବାଟୀ ଦିନିକିଆରେ ବିପୁଳ ବିଜୟ ପରେ ଭୁବନେଶ୍ୱର ଛାଡ଼ିଲେ ଭାରତ ଇଂଲଣ୍ଡ କ୍ରିକେଟ ଟିମ୍। ଭୁବନେଶ୍ୱର ମେ ଫେୟାରରୁ ବସ୍ ଯୋଗେ କଡ଼ା ସୁରକ୍ଷା ମଧ୍ୟରେ ଏୟାରପୋର୍ଟ କଲେ ଉଭୟ ଦଳର ଖେଳାଳି। ପ୍ରଥମେ ଟିମ୍ ଇଣ୍ଡିଆ ଟିମ୍ ପରେ ଭାରତୀୟ ଖେଳାଳିମାନେ ବସ୍ ଯୋଗେ ଏୟାରପୋର୍ଟ ଗଲେ। ବିମାନ ଯୋଗେ ଅହମ୍ମଦାବାଦ ଯାତ୍ରା କରିଛନ୍ତି ଉଭୟ ଦଳର ଖେଳାଳି। ଗତକାଲି ବାରବାଟୀରେ ଏକଦିବସୀୟ ସିରିଜ ଦ୍ୱିତୀୟ ମ୍ୟାଚରେ ବିଜୟ ସହ ସିରିଜ ହାତେଇଛି ଟିମ୍ ଇଣ୍ଡିଆ। ରୋହିତ ଶର୍ମାଙ୍କ ଦମଦାର ଶତକ ବଳରେ ଇଂଲଣ୍ଡକୁ 4 ୱିକେଟରେ ହରାଇଛି ଭାରତ। 12 ତାରିଖରେ ଅହମ୍ମଦାବାଦରେ ଖେଳାଯାଇଥିବା ସିରିଜର ଅନ୍ତିମ ତଥା ତୃତୀୟ ଏକଦିବସୀୟ ମ୍ୟାଚ୍ ଆଜି ଭାରତୀୟ ଟିମ୍ ଭୁବନେଶ୍ୱର ଛାଡ଼ିବା ସମାଜରେ ଅନେକ କ୍ରିକେଟ ପ୍ରେମୀ ଏକାଠି ହୋଇ ଏଥଲେଟିକ୍ ଦଳକୁ ଶୁଭେଚ୍ଛା ଜଣାଇଥିଲେ।